ପାଣିଟା ଏମିତି ସମୁଦ୍ରରୁ ଉଠିକି ଯାଉଛି ଉପରକୁ ମୋତେ ତ ସେମିତି କ'ଣ ଲାଗୁଛି ଆପଣଙ୍କୁ କେମିତି ଲାଗୁଛି ନିହାତି କମେଣ୍ଟ କରିବେ କାହିଁକିନା ଏପଟେ ତ କିଛି ନାହିଁ ଆଉ ଏଇଠୁ ହିଁ ମାନେ ସମୁଦ୍ର ପାଣିଟାକୁ ଶୋଷିକି ନେଲା ଭଳିଆ ମୋତେ ଲାଗୁଛି। ଜୟ ଜଗନ୍ନାଥ ସେମାନେ କେମିତି ଅଛନ୍ତି ଆଶା ହେଉଛି ଆପଣମାନେ ସମସ୍ତେ ବହୁତ ଭଲ ଥିବେ ମୁଁ ବି ବହୁତ ଭଲ ଅଛି। ମୁଁ ରିଙ୍କୁ ଆଜି ଗୋଟେ ନୂଆ ଆଉ ଗୋଟେ ଫ୍ରେଶ୍ ବ୍ଲଗ୍ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତ ସେମାନେ ଯେମିତି ଆପଣ ଜାଣିଥିବେ ମୁଁ ସବୁଦିନ ସକାଳୁ ଉଠି ମାନେ ବାପାଙ୍କ ପାଖକୁ ଯିବା ବାପାଙ୍କୁ ସାହାଯ୍ୟ କରିବା ପାଇଁ ବର୍ତ୍ତମାନ ମୁଁ ବାହାରି ସାରିଛି ଦେଖିପାରୁଥିବେ ବାପାଙ୍କ ପାଖକୁ ଯିବା ପାଇଁ। ଆଉ ମୁଁ ଏବେ ଅଛି ଆମର ଛାତ ଉପରେ ଆଉ ଦେଖିପାରୁଥିବେ ଟୋଟାଲ୍ ସବୁଆଡ଼େ ମେଘ ହିଁ ମେଘ। ଆଉ ଏଇ ପାଗରେ ଆଜି ଏନେ ଯିବା ବାପାଙ୍କ ପାଖକୁ ଆଉ ବାପାଙ୍କ ପାଖରୁ ମୁଁ ଏନେ ଯିବି ଜିନିଷ ଆଣିବି କଲେକ୍ସନ୍ କରିକିରି ଆଉ ଘରକୁ ଆଣିବି ଘରେ ଖାଇ ପିଇକି ପୁରୀ ବାହାରିବି। ଆଉ ପୁରୀରେ ବି ଯାହା ବି ଅଛି ମୋର କାମ ମାନେ ଦବା ନେବାର କାର୍ଯ୍ୟକ୍ରମ ସେଇଟାକୁ ସାରିବି ତାପରେ ଆସିବି ଘରକୁ। ଚାଲନ୍ତୁ ଯିବା ବ୍ଲଗ୍କୁ ଷ୍ଟାର୍ଟ କରିବା। ଯେଉଁମାନେ ମୋ ଚ୍ୟାନେଲକୁ ନୂଆ ନୂଆ ଆସିଛନ୍ତି ଗୋଟେ ଲେଖା ସବସ୍କ୍ରାଇବ୍ କରିବେ ଆପଣଙ୍କର ଗୋଟେ ସବସ୍କ୍ରାଇବ୍ ମୋତେ ବହୁତ ମୋଟିଭେଟ୍ କରିବାକୁ ଯିବେ। ତ ଚାଲନ୍ତୁ ଯିବା ବ୍ଲଗ୍କୁ ଷ୍ଟାର୍ଟ କରିବା। ଆଜି ସକାଳେ ଟିକେ ଡେରି ଉଠିଯାଇଥିଲି ଆଉ ଦେଖିପାରୁଥିବେ ଏବେ ବର୍ତ୍ତମାନ ମୁଁ 7:30 ବାଜିଲାଣି ଆଉ ମୁଁ ଏପର୍ଯ୍ୟନ୍ତ ବାପାଙ୍କ ପାଖକୁ ଯାଇନି। କାହିଁକି ଯାଇନି ଆମର ବାହାରେ ବର୍ଷା ହେଉଛି ଆଉ ବର୍ଷାରେ ମୋ ଗୋଡ଼ ଓଦା ହେଇଯିବ ସେଥିପାଇଁ ଯାଉନି କାହିଁକିନା ଦିନକୁ ଝାଳେଇଲା ପରେ ଯାଉଛି। ଆଉ ଦେଖିବା ବର୍ଷା କମିଲେ କି ନାହିଁ ବର୍ଷା ଟିକେ ହାଲକା କମିଛି ଆଉ ଚାଲନ୍ତୁ ଯିବା ଗୋଡ଼ରେ ଆମେ ଜରି ପୁରେଇଯିବା ମାନେ ସେଫ୍ଟି ପାଇଁ ଆଉ ଯିବା ବାପାଙ୍କ ପାଖକୁ। ତ ସେମାନେ ମୁଁ ବାପାଙ୍କ ପାଖକୁ ଯିବା ବାଟରେ ଆଉ ଗୋଟେ ବଢ଼ିଆ ଜିନିଷଟେ ଦେଖିଲି ଆପଣମାନଙ୍କୁ ସେୟାର କରିବାକୁ ଚେଷ୍ଟା କରୁଛି। ଆପଣ ଜାଣିଥିବେ ଆଜି ହେଉଛି ଆମର ଅଗଷ୍ଟ 15 ତାରିଖ ମାନେ ଯେଉଁଦିନ ଆମ ଦେଶ ସ୍ୱାଧୀନ ହୋଇଥିଲା। ଆଉ ସେଇ ସ୍ୱାଧୀନତାକୁ ପାଳନ କରିବା ଦେଇ ଆମ ପିଲା ଏଠି ରୋଡ଼ ପ୍ୟାରେଡ଼ରେ ଆସିଛନ୍ତି ଆଉ ତାଙ୍କ ସାଥିରେ ବି ମ୍ୟାଡ଼ାମ୍ ଆଉ ସାର୍ ବି ଆସିଛନ୍ତି। ଆଉ ଦେଖିପାରୁଥିବେ ଭାଇ କେତେ ପିଲା ମାନେ ଆମ ଟାଇମ୍ରେ ବି ଆମେ ଏମିତି ଆସୁଥିଲୁ। ଇଏ ହେଲା ଆମର ଛଇତନା ସ୍କୁଲ ପିଲା ଆଉ ଇଏ ହେଲେ ଆମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପିଲା ମାନେ ଛୋଟ ଛୋଟ ପିଲା ଆଉ ଦେଖିପାରୁଥିବେ। ତ ଫାଇନାଲ ସାଙ୍ଗମାନେ ବାପାଙ୍କ ପାଖରେ ପହଞ୍ଚି ଜିନିଷ ଲୋଡ଼ କରି ଏବେ ମୁଁ ବାହାରି ସାରିଛି ଘରକୁ ଆଉ ଏବେ ମୁଁ ଘରକୁ ଯିବି। ତ ଚାଲନ୍ତୁ ଯିବା ଘରକୁ। ତ ସାଙ୍ଗମାନେ ସବୁ ଜିନିଷ ଧରି ଏବେ ମୁଁ ପହଞ୍ଚି ସାରିଛି ଘରେ। ଆପଣ ଦେଖିପାରୁଥିବେ ଗାଡ଼ିରେ ସବୁ ଲୋଡ଼ ଆଉ ମୁଁ ଏବେ ବାହାରି ଯିବି ପୁରୀ। ଆଉ ଆପଣମାନେ ଜାଣିଥିବେ ପୁରୀକୁ ଯିବା ପୂର୍ବରୁ ମୁଁ ସଦାବେଳେ ଘରୁ ଖାଇକିରି ଯାଏ ଆଉ ଘରେ ପହଞ୍ଚିବା ଭିତରେ ବି ଆମ ଝୁଅ ଏଠି ବାଡ଼ିକି ଥୋଇ ଦେଇଛି ପଖାଳ। ଆଉ ତ ଚାଲନ୍ତୁ ଯିବା। ଆଉ ଦେଖିପାରୁଥିବେ ଏଠି ଅଛି ପଖାଳ ଆଉ ତା ସହିତ ମିଚର ୟାକୁ ଏବେ ଆମେ ଖାଇବା। ତ ସାଙ୍ଗମାନେ ମୁଁ ଏବେ ପହଞ୍ଚି ସାରିଛି ପୁରୀରେ ଆଉ ଆପଣ ଦେଖିପାରୁଥିବେ ମୁଁ ଏବେ ଅଛି ବଡ଼ ଦାଣ୍ଡରେ ଆଉ ମୁଁ ଏବେ ଆସିକି ପହଞ୍ଚିଲି। ଆଉ ଏବେ ମୋର ଯାହା ବି ପୁରୀରେ କାମ ଅଛି ମାନେ ଦବା ନେବା କାର୍ଯ୍ୟକ୍ରମ ତାକୁ ଏବେ ମୁଁ ସାରିବି। ତ ଚାଲନ୍ତୁ ଯିବା। ତ ସାଙ୍ଗମାନେ ଆଜି ଦବା ନେବାର କାର୍ଯ୍ୟକ୍ରମ ଦହିବରା ଦୋକାନ ହିଁ ଷ୍ଟାର୍ଟ ହେବ। ତ ଦେଖିପାରୁଥିବେ ଭାଇ ଏଠି ହେଇଛନ୍ତି। ହାଏ କରିଦିଅ କାହିଁ ଆଉ ହସିଲା ହାଏ କରିଦେଲ ଟିକେ। ତ ସାଙ୍ଗମାନେ ମୁଁ ସେଠୁ ଜିନିଷ ଦେଇ ଏବେ ମୁଁ ବାହାରି ସାରିଛି ମୋର ଆଉ ଗୋଟେ ଦୋକାନରେ ମାନେ ଆଉ ଗୋଟେ ହୋଟେଲରେ ଦେବା ପାଇଁ। ଆଉ ଆପଣମାନେ ଦେଖିପାରୁଥିବେ ମୁଁ ଏବେ ଅଛି ପୁରୀ ରେଲୱେ ଷ୍ଟେସନ ପାଖରେ। ଆଉ ଆମର ପୁରୀ ରେଲୱେ ଷ୍ଟେସନ ଭାଇ ବହୁତ ଡେଭଲପ୍ କରିଛି ମାନେ ଦେଖିପାରୁଥିବେ ଆଗରୁ ଆର ଗୋଟେ ଭିଡ଼ିଓ ମୁଁ ପକେଇବି ଗୋଟେ ବନେଇକିରି ଆଗରୁ କେମିତି ଥିଲା ଆଉ ଏବେ କେମିତି ଅଛି ତା ଉପରେ ଗୋଟେ ଭିଡ଼ିଓ ଆଣିବି। ଇଏ କିଛି ବି କାମ ହେଇନି ଆହୁରି କାମ ହେବାକୁ ଅଛି। ଆଉ ଏବେ ତ ଏମିତି ଦେଖାହେଉଛି ଭାଇ କାମ ହେଇସାରିଲା ପରେ କେମିତି ଦେଖାଯିବ ଆପଣମାନେ ନିହାତି କମେଣ୍ଟ କରି କହିବେ। ଆଉ ଆଗରୁ ଯିଏ ଆସିଥିଲେ ପୁରୀ ରେଲୱେ ଷ୍ଟେସନ ସେତେବେଳେ କେମିତି ଥିଲା ଆଉ ଏବେ ବାହାରୁ କେମିତି ଦେଖାହେଉଛି ତ ସେଇଟା ବି ନିହାତି କମେଣ୍ଟ କରି କହିବେ। ଆଉ ତ ଚାଲନ୍ତୁ ଯିବା। ଆଉ ଆପରେ ତ ଗୋଟେ ଭିଡ଼ିଓ ଆଣିବି ନିହାତି। ଆଉ ଏବେ ମୋର ବି ଯାହା କାମ ଅଛି ମୁଁ ତାକୁ ସାରିବି। ତ ଚାଲନ୍ତୁ ଯିବା। ତ ସାଙ୍ଗମାନେ ଏବେ ମୋର ପୁରୀରେ ସବୁ କାମ ସରିସାରିଛି ଆଉ ମୁଁ ଏବେ ବାହାରି ସାରିଛି ଘରକୁ। କାହିଁକିନା ଆଜି ମୁଁ ଟିକେ ଆଗୁଆ ଆସିଥିଲି ବାପା ଆଜି ଟିକେ ପଛରେ ଆସିଥିଲେ ଆଉ ବାପା ଏପର୍ଯ୍ୟନ୍ତ ବି ଆସିନାହାନ୍ତି। ଆଉ ମୋତେ କହିଲେ ତୁ ଟିକେ ଆଗୁଆ ଯା ଆଉ ଦୋକାନ ମାନଙ୍କରେ ସବୁ ଦେଇଦେବୁ। ଆଉ ମୁଁ ଏବେ ସବୁ ଦୋକାନ ଆଉ ହୋଟେଲରେ ଦେଇ ପଇସା କଲେକ୍ସନ୍ କରି ବାହାରି ସାରିଛି ଘରକୁ। ଆଉ ଘରକୁ ଯାଇ ଗାଧୋଇ ପାଧୋଇ ମୁଁ ଆପଣମାନଙ୍କୁ ନେଇଯିବି ଗୋଟେ ବଢ଼ିଆ ଜାଗା ବୁଲିବା ପାଇଁ। ତ ଚାଲନ୍ତୁ ଯିବା ଫାଷ୍ଟ ଘରକୁ। ତ ଫାଇନାଲ ସାଙ୍ଗମାନେ ମୁଁ ଆସିକି ଏବେ ଘରେ ପହଞ୍ଚି ସାରିଲିଣି। ପୁରୀରେ ଯାହା ବି କାମ ଥିଲା ସବୁ ସାରିକିରି ଆଉ ଏବେ ମୁଁ ଯିବି ଗାଧୋଇବା ପାଇଁ। ତ ଚାଲନ୍ତୁ ଯିବା ଗାଧୋଇବା।
तो से खाई पी मुझे आसती गोटे बढ़िया जगह बुलायापी आपण मानक भी भिडियो मध्य नहीं आसी तो चलतु जा भिडियो माने जगह उपर पहुँची आपण मानक कहि से जगार महत्व से जगार माने परिवेश कौन केमी अच्छी आउ अच्छी रास्तार आपण देखिपे आउ ए रास्ता बहुत भल थिला एबे कौन काम हो बोली रास्ता को भांगी थे आ बर्तमान 3-4 मास हम काम होनी आमती किसी अच्छे जगार व्यू आ तो चलतु जा जगह उपर पहुँचिकी आपण मानक टोटाली सेठाकर व्यू बुलेकी देखिए भाई बढ़िया जगह माने माइंड फ्रेश कौन भाई मन बहुत माने जहाँ भी आपंकर मन दुख थो सेठी पहुँचले माने मनटा आप पूरा फ्री हो तो चलतु जा जगह उपरको गाड़ी स्टार्ट करवा हो गला आम गाड़ी स्टार्ट तो चलतु जा तो फाइनाल सांग मैंने मुझे पहुँची सारी आमर बेलेश्वर महादेव पाखे आपण मानक जो जगार कथा कहती माने जो जगह को आसिले आपण मानकर मन जिते भी अस्थिर था से माने पूरा शांत हो जाए आ किंवदंती कहे कि यही जगह को कौटी रामचंद्र आसते जिते माँ सीता को रावण अपहरण कर नहीं जाता यही जगह को रामचंद्र भारत वर्ष सारा बुली बुली यही जगह आसी पहुँची आठी महादेव को माने स्मरण करी आमर लिंग तैयारी करी ता उपरे बेल को बाड़े फटई आई जगार ना भी बेलेश्वर दिखाई आपने देखिथे कि नहीं मुझे जानी एठी आमर बेलेश्वर महादेव को लिंग भी टिके फाटिला परिका देखा जाए तो जदि आप देखिथे तो निहाती कमेंट करी कहिबे तो चलतु जा आमर बेलेश्वर महादेव ठीक साइड रे थिबा बीच को माने समुद्र कूल को सेठी जाइए सेठाकार भी आपको बुलेकी देखेबी ये देखिपे ये आम बेलेश्वर आठाकार परिवेश तो आप देखिपे एठी प्रति वर्ष फेस्टिवल हुए गोटे आम बेलेश्वर बुड़ बोली आपने जानते कि नहीं आमर ये हेले महाप्रभु जगन्नाथंकर भणजा आठिकी प्रति वर्ष पौरुआ आसे तो चलते जा समुद्र कूल बुलवा तो फाइनाल सांग मैंने मुझे पहुँच सारी समुद्र कूल आपण मैंने देखिपे भाई देखु कौ भाया व्यू अच्छी आसेपटे अच्छी आम नुआ नई मुहाण एपटे अच्छी आमर निआखिया मुहाण माने जोटी की नई आ समुद्र मिश्रण हुए आ देखिपे माने अलग प्रकार व्यू सेपटे भी धूली माने कुहुड़ी परिया देखा एठिकी भी बहुत लोग आसती ये जो देखुं ये सब आम दल आठी भी एत अपरिष्कार न थाए जहाँ भी जमी कर परिष्कार थाए किंतु आमर जिते बड़े आसी बढ़ी पानी माने बन्या जल आसाला से ये सब भासिक आसी देखिपे भाई बहुत लोग एठी गोटे ग्रुप अच्छा एठी गोटे ग्रुप आपर बहुत लोग माने आज शनिवार काली रविवार काली भी बहुत लोग हे एठिकी पर्यटक प्रबल आसती आठाकार डेभलपमेंट टिके निहाती दरकार कहीं एठी जिते बड़े एत लोग आसुँच रोड देखिपे मुझे जो रोड आसती से रोड तो केते खराब थिला माने से आगुरी बहुत भल थिला कौन काम करेंगे बोली कि कौन ताको खोलिले अधा काम होइए अटकिकी अच्छी काम आशा करी से काम टे कले बहुत भल हाँ कहीं बहुत सारा पर्यटक आसुँच बहुत हैरान होती रास्ता एमती टाइम थिला आमे समस्ते गाँ पिला एठिकी सदा बेले माने प्राय टाइम सब संध्या बेले आसू किंतु एबे तो कहीं ना गाँव में जे जहाँ कम जी आज एकुटी आसी देखिपे एठाकार व्यू तो पूरा न कहले भल भाई पूरा अलग प्रकार आपणकर मन जिते भी जहाँ था जिते भी खराब था एठिक आसला आपण मन पूरा शांत हो जाए एठाकार व्यू तो आप देखिपे चारिआडे पूरा अलग प्रकार व्यू आ पवन भी बहुत भल हो तो चलते जा आपन को आउ गोटे जिनस देखी माने सबुठ बड़ बंत एठाकार तो सेठिके भी आपण मानक नहीं जीवी तो चलते जा तो फाइनाल से मुझे पहुँच सारी आम से बंत पाखे माने एटा आ भितर जितना बंत अच्छी सबुठ बड़ बंत आ किसी भी नहीं पूरा गछ पतर किसी ना आ जहाँ भी देखुं से आम जहाँ गछ अच्छी तो यहीटार किसी ना तो चलते जा उपरको आठा को जाकि माने एरिया टोटाल व्यू नवा केमती कौन देखा आम पाखे तो ड्रोन ना केवल मोबाइल साहाଯ୍ୟ जा देखा तो देखा केड़ बड़ बंत माई भाई पूरा अलग प्रकार बंत बाली बंत माने पूरा पहाड़ सदृश मैंने पहाड़ भाया देखा देखिपे मुझे ना माने एति
ପାହାଚରେ ଚଢ଼ିବ ଗୋଟେ ପ୍ରକାର, କିନ୍ତୁ ବନ୍ତରେ ଚଢ଼ିବା ବହୁତ କଷ୍ଟ। ମାନେ 500-600 ମିଟର ଉପରକୁ ଉଠିଲା ବେଳକୁ ଆପଣଙ୍କର ପୁରା ହାଲତ ଖରାପ ହେଇଯାଇଥିବ। ଆଉ ଇଏ ତ ପାଖାପାଖି 10 ମିଟର କି 20 ମିଟର ହେବ। ଆଉ ଦେଖିପାରୁଥିବେ ମୁଁ ସେତେ ବାଟରୁ ଆଇଲାଣି, ଆହୁରି ଅଛି। ତ ଚାଲ ଯିବା। ଗୋଡ଼ରେ ବାଲି ପଶିଗଲା, ଆଉ ଚଢ଼ି ହେଉନି। ତ ଫାଇନାଲି ମୁଁ ଆସିକି ପୁରା ପହଞ୍ଚିଯାଇଛି ପୁରା ଉପରେ। ଆଉ ଦେଖିପାରୁଥିବେ ଏପଟେ ହେଲା ଜଙ୍ଗଲ, ଆଉ ଆମର ଏପଟେ ହେଲା ସମୁଦ୍ର। ଦେଖତେ ଏଠାକାର ଭିଉ କେମିତି ଲାଗୁଛି ନିହାତି କମେଣ୍ଟ କରି କହିବେ। ତ ସାଙ୍ଗମାନେ ମୋତେ କାହିଁ ଲାଗୁଛି ଏ ଜାଗାକୁ କିଛି ଡେଭଲପ୍ କଲେ ମାନେ ଏଠୁ ଆମର ଗଭର୍ଣ୍ଣମେଣ୍ଟର କିଛି ପଇସା ଇନକମ୍ ହେବ, ଆଉ ଏଠିକି ବି ବହୁତ ଲୋକ ବି ଆସିବେ। କାହିଁକିନା ଦେଖିପାରୁଥିବେ ଏଠାକାର ଭିଉ, ମାନେ ଏ ଜାଗା ପୁରୀରେ କେଉଁଠି ବି ନାହିଁ। ମାନେ ପୁରୀରେ ବିଚ୍ ଅଛି, ଆମର ଗୋଲ୍ଡେନ୍ ବିଚ୍ ଅଛି, ନୀଳାଦ୍ରି ବିଚ୍ ଅଛି, କିନ୍ତୁ ଏଭଳିଆ ମାହୋଲ କେଉଁଠି ନାହିଁ। ଆଉ ପାହାଡ଼ ସଦୃଶ ବାଲିବନ୍ତ, ଆଉ ଆମର ସାଇଡ଼ରେ ଜଙ୍ଗଲ ଦେଖିପାରୁଥିବେ, ଆଉ ଆମର ଆଗରେ ରହୁଛି ସମୁଦ୍ର ମାନେ ବିଚ୍। ଆଉ ଦେଖିପାରୁଥିବେ ଏଠାକାର ଭାଇ ପୁରା ଅଲଗା ପ୍ରକାର ଲାଗୁଛି ଏଠିକି ଆସିକିରି। ଆଉ ମୁଁ ଭାବୁଛି ଏଠି ଗଭର୍ଣ୍ଣମେଣ୍ଟ କିଛି ମାନେ କିଛି ନା କିଛି ପାର୍କ ବଗେରା, କି ଆମର ଯେମିତି ରାମଚଣ୍ଡୀ ହଉ, କୋଣାର୍କ ହଉ, ଯେଉଁ ସାଇଡ଼ରେ ଯେଉଁ ଏମିତି କରିଛନ୍ତି ଇଟା ଦେଇକି ରୋଡ଼ ପରିକା କରିଛନ୍ତି। ଆଉ ମୁଁ ଭାବୁଛି ସେମିତି କଲେ ଏଠି ବହୁତ ବି ଲୋକ ଆସନ୍ତେ। ଆଉ ଦେଖିପାରୁଥିବେ ମୁଁ ଆପଣଙ୍କୁ କେମିତି ଲାଗୁଛି କେମିତି କହିବେ, କାହିଁକିନା ସେଇଟା ମୋର ବ୍ୟକ୍ତିଗତ ମତ। ମାନେ ମୋତେ ଲାଗୁଛି ଏମିତି କିଛି କଲେ ଗଭର୍ଣ୍ଣମେଣ୍ଟର ଫାଇଦା ହୁଅନ୍ତା, ତା ସହିତ ଏଠାକାର ଏ ଏରିଆର ନାଁ ବି ବଢ଼ନ୍ତା। କାହିଁକିନା ଏ ଏରିଆ ତ ନାଁ ଅଛି, କିନ୍ତୁ ମାନେ ଆଉ ଟିକେ ଡେଭଲପ୍ କଲେ ଆହୁରି ବହୁତ ଲୋକ ଏଠିକି ଆସିପାରନ୍ତେ। ଆଉ ମୋତେ ଲାଗୁଛି ଆପଣଙ୍କୁ କେମିତି ଲାଗୁଛି ତ ନିହାତି କମେଣ୍ଟ କରି କହିବେ। ଆଉ ଏଠିକି ସୁବିଧାଜନକ, କାହିଁକିନା ପବନ ଜୋର ହେଉଛି। ଆଉ ମୁଁ ବି ପୁରା ବଡ଼ ବନ୍ତ ଟୋଟାଲି ମାନେ ଟୋଟାଲି ଏଇ ସମୁଦ୍ର କୂଳର ସବୁଠୁ ବଡ଼ ବନ୍ତ ଉପରେ ଅଛି, ମାନେ ଯେଉଁଠିକି ଗଛ ନାହିଁ। ଆଉ ଦେଖିପାରୁଥିବେ ପୁରା ବଡ଼ ବନ୍ତ, ଆଉ ଏଠୁ ସମୁଦ୍ର ପାଖାପାଖି 6 କି 7 ମିଟର ତଳେ ଅଛି। କେମିତି ଦେଖାଯାଉଛି ଆପଣମାନଙ୍କୁ କୁହନ୍ତୁ ଏଠାକାର ନଜାରା। ଓ ଭାଇ ଏଠୁ ଯିବାକୁ ହିଁ ଇଚ୍ଛା ହେଉନି। ଆଉ ଏମିତି ଅଛି ଏଠାକାର ଭିଉ। ଏଠୁ ଯାହା ଦେଖୁଛନ୍ତି, ସେପଟେ ଯେଉଁ ଦେଖୁଛନ୍ତି ସିଏ ହେଲା ନେଳି ପାଣି, ସିଏ ହେଲା ଆମର ବନ୍ୟା ପାଣି ପଶିନି। ଆଉ ଏଇଠୁ କୂଳରୁ ଏଠୁ ତ ଯାହା ଦେଖୁଛନ୍ତି ଆମର ଏସବୁ ବନ୍ୟା ପାଣି, ସେଥିପାଇଁ ପାଣିଟା ଏଠି ଗୋଳିଆ ଦେଖାଯାଉଛି। ନହେଲେ ମାନେ ବନ୍ୟା ପାଣି ଗଲା ପରେ ଆଉ ପାଣି ପୁରା ଅଲଗା ପ୍ରକାର, ପୁରା ନେଳି ଦେଖାଯିବ। ଆଉ ନେଳି ଦେଖାହେଲେ ତ ଆହୁରି ବହୁତ ବଢ଼ିଆ ଭିଉ ଆସିବ ଏଠି। ଭାଇ ଜାଗା କୁହ ପୁରା 1 ନମ୍ବର ଜାଗା, ପୁରା ମସ୍ତ ଜାଗା। ପୁରୀରେ ଏମିତି ଜାଗା ହିଁ ନାହିଁ। ଆଉ ଆପଣ ତ ବୁଲିଥିବେ ବହୁତ ଜାଗା, ପୁରୀରୁ ଯିଏ ବି ଦେଖୁଥିବେ ତ ନିହାତି କମେଣ୍ଟ କରି କହିବେ ଏ ଜାଗା ମାନେ ପୁରୀରେ କେଉଁଠି ଅଛି କି ନାହିଁ। ଭାଇ ଦେଖିପାରୁଥିବେ ଜାଗା ଅଛି, ପୁରୀରେ ବିଚ୍ ଅଛି, ବହୁତ ବିଚ୍ ଅଛି, କିନ୍ତୁ ଏଭଳିଆ ବିଚ୍ ଆପଣମାନେ ପାଇବେନି। 1 ନମ୍ବର ବିଚ୍। ଆଉ ବହୁତ ବି ଲୋକ ଆସିଛନ୍ତି ସାଡ଼େ ଦେଖନ୍ତୁ, ସେଠୁ ଏପର୍ଯ୍ୟନ୍ତ ଏଇଟା ହେଲା ଆଉ ଏସବୁ ଲୋକ ଦେଖ। ଆଉ ସେପଟେ ବି ଆମର ମାଛ ଧରୁଛନ୍ତି। ଆଉ ସେଠି ଗୋଟେ କପର ସେଇଟା ଦେଖିପାରୁଥିବେ। ଆଉ ଏମିତି କିଛି ଅଛି। ଆଉ ସେଇଟା ଯେଉଁ ଦେଖୁଛନ୍ତି ସେଠି ସେ ସବୁ ଆମର ସେଇଟା ହେଲା ମୁହାଣ, ମାନେ ସମୁଦ୍ର ଆଉ ନଈ ସେଠି ମିଶିଛି। ଆଉ ସେପଟେ ହେଲା ଆମର ନୂଆ ନଈ ମୁହାଣ, ଆଉ ଏପଟେ ହେଲା ଆମର ରାମଚଣ୍ଡୀ। ଆମର କ'ଣ ସେଇଟା ନଈଟା, ସେ ନଈଟା ନିଆଖିଆ ନଈ ଯେଉଁଠି ମିଶିଛି ସେଇଟା ହେଲା ଆମର ସେପଟେ ତାର ମୁହାଣ। ଏପଟେ ହେଲା ଆମର ନୂଆ ନଈ ମୁହାଣ। ଆଉ ସେପଟେ ବି ଗୋଟେ ମୁହାଣ ଅଛି ଆମର ପୁରୀ ପାଖରେ, ସେଇଟା ହେଲା ବାଙ୍କି ମୁହାଣ ନା କ'ଣ କୁହନ୍ତି। ଆଉ ଏପଟେ 3ଟା ମୁହାଣ ଅଛି। ଆଉ ଏଠାକାର ଭିଉ ଆପଣ ତ ନିହାତି ଦେଖିପାରୁଥିବେ କେମିତି କ'ଣ ଅଛି। ଆଉ ମୁଁ ଅଛି ଟପ୍ ମାନେ ହିଲ୍ କହିଲେ କିଛି ଅତ୍ୟୁକ୍ତି ହେବନି, କାହିଁକିନା ଏଠାକାର ସବୁଠୁ ବଡ଼ ବନ୍ତ, ମାନେ ପୁରା ବଡ଼ ବନ୍ତ ଭାଇ ଦେଖ ଅଛି। ଆଉ ଏଠାକାର ନଜାରା ବି ଦେଖିପାରୁଥିବେ କେମିତି କ'ଣ ଅଛି। ଅଲଗା ପ୍ରକାର ଲାଗୁଛି, ଏଠୁ ଯିବାକୁ ହିଁ ଇଚ୍ଛା ହେଉନି। ଆଉ ଦେଖିପାରୁଥିବେ ଜଙ୍ଗଲ। ତ ସାଙ୍ଗମାନେ ମୁଁ ଏବେ ବାହାରି ସାରିଛି ଘରକୁ। ଆପଣ ଦେଖିପାରୁଥିବେ ମାନେ ବନ୍ତ ଚଢ଼ିଆ
ମାନେ ଯେତିକି କଷ୍ଟ ଓହ୍ଲେଇବା ତାଠୁ 2 ଡବଲ କଷ୍ଟ, କାହିଁକିନା ଯଦି ପଡ଼ିବ ପୁରା ସିଧା ଯାଇକିରି ତଳେ ଆଉ ଦେଖିକି ଯିବା, କାହିଁକିନା ବାଲି ତ ଗୋଡ଼ରେ ଏମିତିରେ ପଶିଗଲାଣି, ମାନେ ଯେଉଁଠି ଗାଈ ଦେଖ କେତେ ବାଲି ବହିଛି। ଯାହା ହବ ଆପଣମାନଙ୍କ ପାଇଁ, ଆଉ ଆପଣମାନଙ୍କୁ କିଛି ନୂଆ ଦେଖିବା ପାଇଁ ଚେଷ୍ଟା କରିକିରି ମୁଁ ଆସିଥିଲି ବନ୍ତ ଉପରକୁ, ଆଉ ତମେ ଏବେ ଯାଉଛି ତଳକୁ, ତ ଚାଲନ୍ତୁ ଯିବା। ମୁଁ ଥିଲି ପୁରା ସେଠି, ଆଉ ଏବେ ଅଛି ପୁରା ତଳେ ଦେଖିପାରୁଥିବେ। ତ ଫାଇନାଲ ସାଙ୍ଗମାନେ ଚାଲି ଚାଲି ଏବେ ମୁଁ ପହଞ୍ଚିଛି ମୋ ଗାଡ଼ି ପାଖରେ, ଆଉ ଆପଣ ଦେଖିପାରୁଥିବେ ସେଠି ଅଛି ମୋ ଗାଡ଼ି। ଆଉ ତ ଚାଲନ୍ତୁ ଯିବା ଘରକୁ। ଆଉ ଆଜିର ଭିଡ଼ିଓଟା କେମିତି ଲାଗିଲା ତ ନିହାତି କମେଣ୍ଟ କରି କହିବେ। A few moments later. ତ ଫାଇନାଲ ସାଙ୍ଗମାନେ ମୁଁ ଆସିକି ଏବେ ଘରେ ପହଞ୍ଚିସାରିଛି, ଆଉ ପହଞ୍ଚୁ ଦେଖିପାରୁଥିବେ ଟୋଟାଲ ଅନ୍ଧାର ହେଇଗଲାଣି। ଆଉ ମୁଁ ଏବେ ଅଛି ଆମ ଘର ଛାତ ଉପରେ, ମାନେ ଯେଉଁଠି ମୁଁ ସବୁଦିନ ଭିଡ଼ିଓ ଆରମ୍ଭ କରେ। ଆଉ ଆଜିର ଭିଡ଼ିଓଟା ଆପଣଙ୍କୁ କେମିତି ଲାଗିଲା ତ ନିହାତି କମେଣ୍ଟ କରି କହିବେ। ଆଉ ଯଦି ଭଲ ଲାଗିଥାଏ ତ ଗୋଟେ ଭିଡ଼ିଓକୁ ଲାଇକ୍ କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଯେମିତିକି ଆଗକୁ ଆହୁରି ବଢ଼ିଆ ବ୍ଲଗ୍ ମୁଁ ଚ୍ୟାନେଲରେ ରଖିପାରିବି। ସେଥିପାଇଁ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନେକ୍ସଟ ବ୍ଲଗ୍ରେ ଦେଖାହେବ, ମାନେ ଆଉ ଗୋଟେ ଫ୍ରେଶ୍ ବ୍ଲଗ୍ରେ ଦେଖାହେବ, ଗୋଟେ ଦମଦାର ଭିଡ଼ିଓ ଦେଖାହେବ। ତ ସେଥିପାଇଁ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।